ସମସ୍ତଙ୍କୁ ଆଜିର ଏହି କ୍ଲାସ୍ରେ ମୁଁ ସ୍ୱାଗତ ଜଣାଉଛି। ପିଲାମାନେ, ଆଜି ଆମେ ଚତୁର୍ଥ ପାଠ ପଢ଼ିବା। କ'ଣ ରହିଛି? ମାତ୍ରା ଯୋଗଃ। ପିଲାମାନେ, ତମେ ଓଡ଼ିଆରେ ପଢ଼ିଥିବ ଆକାର, ଇକାର ମାତ୍ରା, ଦୀର୍ଘ ଇକାର, ଉକାର ମାତ୍ରା। ଠିକ୍ ସେହିପରି ସଂସ୍କୃତରେ ମଧ୍ୟ ଆକାର ଅଛି, ଇକାର ଅଛି, ଦୀର୍ଘ ଇକାର, ହର୍ଷ ଇକାର ଓ ହର୍ଷ ଉକାର ଏମିତି। ଠିକ୍ ହେଲା, ଆଜି ଆମେ ଏଇଟା ପଢ଼ିବା। କ'ଣ ଅଛି? ଫାଷ୍ଟ ଆକାର ଯୋଗଃ। କ ପୂର୍ବ କ୍ଲାସ୍ରେ ମୁଁ କହିଥିଲି କ ଯୋଗ ଅ ମିଶିଲେ କ ହୁଏ ହେଲା। ତ ପୁଣି କ ଯୋଗ ଆ ମିଶିଲେ କ'ଣ ହେଇଯିବ? କା ହେଇଯିବ। ବୁଝିହେଲା? ଏମିତି କ ଯୋଗ ଇ କି, କ ଯୋଗ ଦୀର୍ଘ ଇ କ ଦୀର୍ଘ ଇ କି ଏମିତି ହୁଏ। ଠିକ୍ ସେହିପରି ଏଇଠି ମଧ୍ୟ ଦିଆଯାଇଛି କ ଯୋଗ ଆ କା, ଖ ଯୋଗ ଆ ଖା, ଗ ଯୋଗ ଆ ଗା, ଘ ଯୋଗ ଆ ଘା, ଚ ଯୋଗ ଆ ଚା, ଛ ଯୋଗ ଆ ଛା, ଜ ଯୋଗ ଆ ଯା। ଠିକ୍ ସେହିପରି ପୁରା ଲାଷ୍ଟ ପର୍ଯ୍ୟନ୍ତ ତାଲବ୍ୟ ସ ମୂର୍ଧନ୍ୟ ସ ଦନ୍ତ ସ ସବୁଥିରେ ଆକାର ଯୋଗ ହେଇଗଲେ କ'ଣ ହେଇଯିବ? ଆକାର ମାତ୍ରା ହେଇଯିବ। ଆକାର ମାତ୍ରାରେ ଆମର କ'ଣ କ'ଣ ଉଦାହରଣ ଦେଇଛି? କା କହ, କା କହ ମାନେ କାଉ। ପାଦଃ, ପାଦଃ, ପାଦ ମାନେ ହେଲା ପାଦ। ପତାକା, କେଉଁଠି ଲାଗିଛି? ତା ଆଉ କା, ପତାକା। ପତାକା ମାନେ ଆମର ଫ୍ଲେଗ୍। ମାଳା, ମାଳା, ମାଳା ମାନେ ହେଲା ଫୁଲମାଳ। ନେକ୍ସଟ କ'ଣ ଅଛି? ଇକାର ଯୋଗଃ। ଇକାର କ ଯୋଗ ଇ ସମାନ କି ହେଇଗଲା। କିରେ କ'ଣ କ'ଣ ଅଛି? ତାପରେ ଖ ଯୋଗ ଇ ଖି ହେଇଗଲା। ଠିକ୍ ସେହିପରି ଗ ଯୋଗ ଇ ଗି, ଘ ଯୋଗ ଇ ଘି, ଚ ଯୋଗ ଇ ଚି, ଛ ଯୋଗ ଇ ଛି, ଜ ଯୋଗ ଇ ଜି, ଝ ଯୋଗ ଇ ଝି, ଟ ଯୋଗ ଇ ଟି ଏମିତି ହେଇ ଆଗକୁ ଚାଲିବ। ଇକାର ମାତ୍ରା କ'ଣ ପଢ଼ିବା ତାକୁ? ଇ। ଏଇଠି କ'ଣ ଦେଇଛି? ରବିହି। ରବିହି ମାନେ ହେଲା ସୂର୍ଯ୍ୟ। ସୂର୍ଯ୍ୟଙ୍କୁ ରବିହି ବୋଲିକି କୁହାଯାଏ ସଂସ୍କୃତରେ। ଗିରିହି, ଗିରିହି ମାନେ ହେଲା ପର୍ବତ। ପର୍ବତ ପାହାଡ଼କୁ ଗିରିହି ବୋଲି କୁହାଯାଏ। ବିଡ଼ାଳଃ, ବିଡ଼ାଳଃ ମାନେ ହେଲା ବିଲେଇ। ବିରାଡ଼ିକୁ ବିଡ଼ାଳଃ ବୋଲି କୁହାଯାଏ। ବାଲିକା, ବାଲିକା ମାନେ ଝିଅମାନଙ୍କୁ ବାଲିକା ବୋଲି କୁହାଯାଏ। ଲି, ଲ ଆଉ ଇ ମିଶିକିରି ଲି ହେଇଛି। ଏଇଠିରେ ପ ଆଉ ଇ ମିଶି ବି ହେଇଛି। ଗ ହର୍ଷଇ ଗି, ର ହର୍ଷଇ ରି ଗିରି, ର ହର୍ଷଇ ରି ବ ରବିହି ହେଲା। ତାପରେ ପୁଣି ନେକ୍ସଟ କ'ଣ ଅଛି? ଦୀର୍ଘ ଇକାର ଯୋଗଃ। କ ଯୋଗ ଇ, ଦୀର୍ଘ ଇକାର କେମିତି ଲେଖନ୍ତି? ଏଇ ସାଇଡ୍ ଦୀର୍ଘ ଇ ହେବ ଆଉ ଏଇ ସାଇଡ୍ ହେଇଗଲେ ହ୍ରସ୍ୱ ଇ ହେଲା। ତ ଏଇଟା ଧ୍ୟାନ ଦେବାର ଅଛି। ଦୀର୍ଘ ଇ କେଉଁଥିରେ ହେଉଛି? କ ଯୋଗ ଇ କି, ଖ ଯୋଗ ଇ ଖି, ଗ ଯୋଗ ଇ ଗି, ଘ ଯୋଗ ଇ ଘି, ଚ ଯୋଗ ଇ ଜି, ଛ ଯୋଗ ଇ ଛି, ଜ ଯୋଗ ଇ ଝି। ସେଇଟା କ'ଣ ପଢ଼ିବା? କ ଇ କି, ଖି, ଗି, ଘି। ଏଇଟା କ'ଣ? କି, ଖି, ଗି, ଟିକେ ଲେହେରେଇଲା ଟାଇପ୍ର ଏମିତି ପଢ଼ାଯାଏ ହେଲା। କ'ଣ ଅଛି? ନଦୀ, ନଦୀ ମାନେ ନଦୀ। ଓଡ଼ିଆରେ ବି ଆମେ ନଦୀ କହୁ, ସଂସ୍କୃତରେ ବି ନଦୀ ହିଁ କହନ୍ତି। ତାପରେ ଶଶୀ, ଶଶୀ ମାନେ କ'ଣ? ଚନ୍ଦ୍ର। ଜହ୍ନକୁ ଶଶୀ ବୋଲି କୁହାଯାଏ। କଦଳୀ, କଦଳୀ, କଦଳୀ ଆମେ ଓଡ଼ିଆରେ ବି କହୁ କଦଳୀ, ସଂସ୍କୃତରେ କଦଳୀ କୁହାହେଉଛି। ରମ୍ଭା ଫଲମ୍ ବୋଲି ବି କୁହାଯାଏ। ତାପରେ ଆସିଲା ବୀଣା, ବୀଣା, ବରେ ଦୀର୍ଘ ଇକାର ଲାଗିଛି ବୀଣା। ବୀଣା ସରସ୍ୱତୀ ରଖିଥାନ୍ତି, ଦେଖିଥିବ ବୀଣା। ତାପରେ ଉକାର ଯୋଗଃ। କ ଉ କୁ, କେମିତି ଉକାର ଲେଖାଯାଏ? କୁ, ଖୁ, ଗୁ, ଘୁ ଏମିତି ଲେଖାଯାଏ ହେଲା। ଏଇଟା ଧ୍ୟାନ ଦେବ, ଲେଖିବାର ଅଭ୍ୟାସ କରିବ। କ'ଣ ଅଛି?
ଶିଶୁହୁ ଶିଶୁହୁ ମାନେ ହେଲା ଛୋଟ ପିଲାଙ୍କୁ ଶିଶୁହୁ ବୋଲିକି କୁହାହଉଛି। ତାପରେ ତରୁହୁ ତରୁହୁ ମାନେ ହେଲା ବୃକ୍ଷ, ଗଛକୁ କ'ଣ କୁହାଯାଏ? ତରୁହୁ। ମୁଖମ୍ ମୁଖମ୍ ମାନେ ହେଲା ମୁହଁ। ଶୁନକଃ 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 ମାନେ ହେଲା କ'ଣ? ଶ୍ୱାନଃ ଶ୍ୱାନଃ ବୋଲି ବି କୁହାଯାଏ, ଶୁନକଃ ବୋଲି ବି କୁହାଯାଏ। କୁକୁରକୁ ଶୁନକଃ ବୋଲିକି କୁହାହଉଛି। ତାପରେ ଦୀର୍ଘ ଉକାର ଯୋଗ, ଦୀର୍ଘ ଉକାର କେମିତି ହେଉଛି ଦେଖିବା। କ ଯୋଗ ଉ କୁ ହେଲା, ଏହାର ଲେଖିବାର ଅଭ୍ୟାସ କରିବ। କୁ ଏମିତି ହେଇକି ଅଛି, ଏଇ ଚିହ୍ନ ହେଲା, ଏଇ ଚିହ୍ନ ଦେବ ସବୁ ତାର ତଳେ, ଅଭ୍ୟାସ କରିବ। ମୂଷକଃ 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 ମାନେ ମୂଷା। ବଧୂ ବଧୂ ମାନେ ନୂତନ ବଧୂ। କୂପଃ କୂପଃ ମାନେ ହେଲା କୁଆଁ। କୂପଃ ମୟୂରଃ ମୟୂରଃ ପିକକ୍, ମୟୂରଃ ଆମେ ଓଡ଼ିଆରେ ବି କହୁ, କୂପଃ ବି ଓଡ଼ିଆରେ ଅଛି ହେଲା। ତାପରେ ବଧୂ ବି ଓଡ଼ିଆରେ ଅଛି। ମୂଷିକଃ ମାନେ ମୂଷା ବୋଲି ଆମେ କହୁଛୁ, ଏଇଟା ବି ସମାନ ସମାନ ଅଛି, ସବୁ ସହଜିଆ ଅଛି, ଆରାମରେ ମନେ ରଖିଦେବ। ରିକାର ୟୋଗଃ କ ରିକାର କ୍ରି, ଏହାକୁ କେମିତି ଲେଖାଯାଏ? ରି ଏଇପରି ହେଲା, ଏଇପରି ଚିହ୍ନ ଦେବା, ଏଇପରି ଦେଖ। ଫାଷ୍ଟ ହ୍ରସ୍ୱ ଏମିତି ହେଲା, ଦୀର୍ଘ ତଳକୁ ଏମିତି ହେଲା, ତାପରେ ରି ଏମିତି ହେଇକି ହେବ। ବୁଝିହେଲା? ଡିଫରେନ୍ସ ଟିକେ ମନେ ରଖିଦେଇଥିବ, ଆରାମରେ ସବୁ ପଢ଼ିପାରିବ। ମୃଗଃ ମୃଗଃ ମାନେ ହରିଣ, ମୃଗଃ। ତାପରେ ବୃକଃ ବୃକଃ ମାନେ ଏଇଟା କୋକିଶିଆଳି ପରି ଦେଖାଯାଉଛି, କ'ଣ ଅଛି? ବୃକଃ ମାନେ ହେଟା ବାଘ, ଗଧିଆ, ଗଧିଆକୁ ବୃକଃ ବୋଲି କୁହାଯାଉଛି। ବୃଷଭଃ ବୃଷଭଃ ବଳଦ। କୃଷକଃ କୃଷକଃ ମାନେ କୃଷକ, ଓଡ଼ିଆରେ ବି କୃଷକଃ ଅଛି, ମୃଗ ବି ଓଡ଼ିଆରେ ଅଛି, ବୃଷଭ ବି ଓଡ଼ିଆରେ ଅଛି। ସଂସ୍କୃତ ଆଉ ଓଡ଼ିଆ ପୁରା ସମାନ ଅଛି। ତାପରେ ଏକାର ୟୋଗଃ କ ଏ କେ କେ, ଖ ଏକାର ଖେ, ଗ ଏକାର ଗେ, ଘ ଏକାର ଘେ, ଏମିତି ଲେଖାଯାଏ। କ'ଣ ଅଛି? ଭେକଃ ଭେକଃ ମାନେ କ'ଣ? ବେଙ୍ଗ, ଏଇଟା ଭେକଃ। ମେଷଃ ମେଷଃ ମେଷ ବୋଲି ଆମେ ଓଡ଼ିଆରେ ପଢ଼ିଛୁ। କେଶଃ କେଶଃ ମାନେ ବାଲ, ଚୁଟି ଯେଉଁ କହୁଛୁ ଆମେ, କେଶଃ। ପେଚକଃ ପେଚକଃ ମାନେ ପେଚା, ପେଚାକୁ ପେଚକଃ ବୋଲି କୁହାଯାଏ। ଐକାର ୟୋଗଃ ଐକାର କେମିତି ହେଉଛି? ଦୁଇଟା ଏମିତି ବାଡ଼ି ଦିଆଯିବ। କଇ ଖରେ ଐ, ଖଇ, ଗ ଗଇ, ଘ ଘଇ ହେଲା, ଏଇଟା ପ୍ରାକ୍ଟିସ୍ କରିବ। ଐକାର ୟୋଗଃ। କୈରବମ୍ କଇଁ ଫୁଲକୁ କୈରବମ୍ ବୋଲି କୁହାଯାଏ, କୈରବମ୍। ସୈନିକଃ ସୈନିକଃ ମାନେ ଆମର ସୈନ୍ୟମାନେ ଯେଉଁ ଆର୍ମିରେ ସବୁ କାମ କରୁଛନ୍ତି। ଶୈଲଃ ଶୈଲଃ ମାନେ ବି ପର୍ବତଃ। ତାପରେ ଓକାର ୟୋଗଃ ଓକାର କ'ଣ? କ ଓକାର କୋ, କୋ କେମିତି ଲେଖିବ? ବାଡ଼ି ଦେଇକି ଏମିତି, କୋ। ଖ ଓକାର ଖୋ, ଗ ଓକାର ଗୋ, ଘ ଓକାର ଘୋ, ଏମିତି ଲେଖିବାର ଅଛି। କୋକିଲଃ କୋକିଲଃ କୋଇଲି। ପୋତଃ ମାନେ ଡଙ୍ଗାରେ ଯେଉଁ ଏମିତି ପୋତଃ ବୋଲିକି କୁହାଯାଏ। ତାପରେ ଗୋଲକମ୍ ଗ୍ଲୋବ୍, ଗୋଲକମ୍। ଗୋଧା ଗୋଧା, ଗୋଧି ବୋଲି ଆମେ ଓଡ଼ିଆରେ କହିବାକୁ, ଗୋଧା ବୋଲି କୁହାଯାଉଛି। ତାପରେ ଔକାର ୟୋଗଃ ଔକାର ଔକାର କେମିତି ଲେଖାଯାଏ? ଦୁଇଟା ବାଡ଼ି ଦେବା ହେଲା, ଏମିତି ଲେଖିକି ଦୁଇଟା ବାଡ଼ି ଦେଇଦେଲେ ଔକାର ହେଇଗଲା। ଓ ଓକେ।
କ'ଣ ଅଛି ନୌକା କ'ଣ ପଢ଼ାଯାଏ ନୌ କଉ ଖଉ କଉ ଏମିତି ପଢ଼ାଯାଏ ନୌକା ନୌକା ମାନେ ଡଙ୍ଗା ସୌଧ ବିଲ୍ଡିଂକୁ ସୌଧ ବୋଲି କୁହାଯାଉଛି ସୌରଜଗତ ପଢ଼ିଛ ସୌରଜଗତ ଓଡ଼ିଆରେ ବି ଆମେ କହୁ ସୌରଜଗତ। ତାପରେ ନେକ୍ସଟ କ'ଣ ଅଛି ଅନୁସ୍ୱାର କ ଅନୁସ୍ୱାର କମ୍ ଖ ଅନୁସ୍ୱାର ଖମ୍ ଗ ଅନୁସ୍ୱାର ଗଂ ଘ ଅନୁସ୍ୱାର ଘମ୍ କ'ଣ ଅଛି ଉଦାହରଣ ହଂସ ହ ଅନୁସ୍ୱାର ହନ୍ ସହ ହଂସ ଦେଖିଛ ସମସ୍ତେ ଓଡ଼ିଆରେ ବି ଆମେ ହଂସ ବୋଲି କହୁ ବଂଶୀ ବାଦନ ଶୁଣିଛ କୃଷ୍ଣଙ୍କ ପାଖରେ ବଂଶୀ ଥାଏ ସବୁବେଳେ ସିଂହ ମାନେ ସିଂହ ଶଙ୍ଖ ମାନେ ଶଙ୍ଖ ବିସର୍ଗ କ ବିସର୍ଗ କ ଖ ବିସର୍ଗ ଖ ବିସର୍ଗ ଚିହ୍ନ କେମିତି ଥାଏ ଅନୁସ୍ୱାର ଦେଖିଲ ଏମିତି ଗୋଲ ବିସର୍ଗ ଦୁଇଟି ଗୋଲ ଏମିତି ଦେଇଥାଉ ହେଲା ସେଇଟା ହେଲା ବିସର୍ଗ ଚିହ୍ନ। ବିସର୍ଗରେ କ'ଣ ଅଛି ଶିରଃ ଧନୁଃ ଶିରଃ ମାନେ ମୁଣ୍ଡ ଧନୁଃ ସରଃ ପୋଖରୀ। ତାପରେ ଆସିଲା ନଖ ମାନେ ଆମର ନଖ ଯେଉଁ ଅଛି ଓଡ଼ିଆରେ ବି ନଖ ବୋଲି କୁହାଯାଏ ସର ବି କୁହାଯାଏ ଧନୁ ବି ଶିର ବି ସବୁ ଓଡ଼ିଆରେ ଯାହା ସଂସ୍କୃତରେ ବି ସେଇଆ। ତ ଏବେ ଆମେ ଅଭ୍ୟାସ ଦେଖିବା ସହଜିଆ ଅଛି କି ନାହିଁ ପିଲାମାନେ ସବୁ ପୁରା ଇଜି ଅଛି। ଶୁନକଃ କ'ଣ କହିଥିଲି ମୁଁ ଶୁନକଃ ମାନେ କ'ଣ ଏଇଠି ଦେଖ ଦେଇଦେଇଛି ଗୋଟିଏ ଚିତ୍ର ବୃଷଭରେ ଯେମିତି ଦେଇଛି ଆମକୁ କ'ଣ ଦେଇଛି ବୃଷଭ ଏଇଠି ତୀର ଚିହ୍ନ ଏମିତି ଦେଇଛି ଠିକ୍ ସେହିପରି ଆମକୁ ଏଇଠି କରିବାର ଅଛି। ଶୁନକଃ ମାନେ କ'ଣ କୁକୁର ଆମେ ପଢ଼ିଥିଲେ ଶୁନକ ହେଇଗଲା। ତାପରେ ଧେନୁ ମାନେ ହେଲା ଗାଈ ଏଇଠି ପଳେଇ ଆସିଲା। ବାନରଃ ମାନେ ହେଲା ମାଙ୍କଡ଼ ପଳେଇ ଆସିଲା। କଦଳୀ ଫଳ। ଆଲୁକମ୍ କୋଉଠି ଅଛି ଆଲୁକମ୍ ମାନେ ଆଳୁ। ସେବମ୍ ଆସିଗଲା। ବିଡ଼ାଲଃ ମାନେ ବିଲେଇ ବିଡ଼ାଲଃ। ପେଚକ ଗୋଲଦୀପଃ ଏଇଠି ପଳେଇ ଆସିଲା ଗୋଲଦୀପଃ। ରେଲୟାନମ୍ କୋଉଠି ଅଛି ରେଲୟାନମ୍ ହେଇଗଲା। ତାପରେ ନେକ୍ସଟ କ'ଣ ଅଛି 2 ନମ୍ବର ଅଛି ଦେଖ ତାପକା ଦେଇଛି ଏଠି ତାପକା ତ କ'ଣ ହେଇଗଲା ଆମର ପତାକା। ଠିକ୍ ଏଇଠି ଲିକଦ ଅଛି କ'ଣ ହେଇଯିବ କଦଳୀ। ବୃଷଭ ବୃଷ ଅଛି ଏଇଠି ବୃଷଭ ହେଇଯିବ। ଏଇଠି ପେଚକଃ ହେଇଗଲା ବୁଝିହେଲା। ତାପରେ କ'ଣ ଅଛି କୋଲହ କି କ'ଣ ହେଇଯିବ ଏଇଠି କୋକିଲଃ ହେଲା। ରହ ମୟୁ ଅଛି କ'ଣ ହେଇଯିବ ମୟୂରଃ ମୟୂରଃ। ଏଇଠି କ'ଣ ଅଛି କହ ସକୃ କ'ଣ ହେଇଯିବ କୃଷକଃ। କମରଃ ଅଛି ମକରଃ। କହ ଅଛି କ'ଣ ହେଇଯିବ ଶଶକଃ ଶଶକଃ। ମଲକମ୍ ଅଛି କ'ଣ ହେଲା କମଲମ୍। ତାପରେ ଓଡ଼ି ଅଛି ଓଡ଼ିଶା ହେଇଗଲା ଓଡ଼ିଶା। ଠିକ୍ ଏହିପରି ଲେଖିଦେବ।
ତାପରେ ଏଇଠି କ'ଣ ଅଛି କୁମ୍ଭସ୍ଥିତ ବର୍ଣ୍ଣମ ନୟତୁ ଶବ୍ଦମ ଲିଖତୁ। କ'ଣ ହେଇଯିବ ଏଇଥିରେ ସରହ ସର ଗୋଟିଏ ହେଇଯିବ ବୀଣା 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 ହେଇଯିବ ହେଲା। ତାପରେ ମାଳା ମାଳା ନେଇକି ମାଳା ହେଲା। ବୀଣା ବୀଣା ହେଇଗଲା। ସର ହେଇଗଲା ହେଲା। ତ ଏମିତି ଏଇଠିରେ ଶବ୍ଦ ହେଇଯିବ। ଆଜି ପାଇଁ ଏତିକି। ସମସ୍ତଙ୍କୁ ଧନ୍ୟବାଦ।